ସାଙ୍ଗମାନେ ସ୍ୱପ୍ନ ତ ସମସ୍ତେ ଦେଖିଥାନ୍ତି। କିଏ ଭଲ ସ୍ୱପ୍ନ ଦେଖିଥାଏ ତ କିଏ ଖରାପ ସ୍ୱପ୍ନ ଦେଖିଥାଏ। କିଏ ତା ଜୀବନରେ କିଛି ଆଚିଭମେଣ୍ଟ କରିବା ପାଇଁ ସ୍ୱପ୍ନ ଦେଖିଥାଏ ତ କିଏ କାହା ଦୁଃଖର ସ୍ୱପ୍ନ ଦେଖିଥାଏ। କିଏ କାହା ଜୀବନକୁ ନଷ୍ଟ କରିବାର ସ୍ୱପ୍ନ ଦେଖିଥାଏ। ହଁ ସାଙ୍ଗମାନେ, ଆପଣମାନେ କ'ଣ ସ୍ୱପ୍ନ ଦେଖିଛନ୍ତି ଆପଣ ନିଶ୍ଚିନ୍ତ ଭାବରେ କମେଣ୍ଟ ବକ୍ସରେ ଜଣାନ୍ତୁ। ଆପଣଙ୍କର ଜୀବନରେ ଆପଣ କ'ଣ ସ୍ୱପ୍ନ ଦେଖୁଛନ୍ତି, କ'ଣ କରିବାକୁ ଚାହୁଁଛନ୍ତି ଆପଣମାନେ ନିଶ୍ଚିନ୍ତ ଭାବରେ ଜଣାଇ ପାରିବେ। ଆଜି ଆମେ ସେହି ବିଷୟରେ କିଛି ଜାଣିବା, ଯାହାକି ଆମ ଜୀବନରେ ରହିଯାଇଥିବା କିଛି ସ୍ୱପ୍ନ, ଯାହାକି ଆମେ କରିବାକୁ ଚାହୁଁଛେ ହେଲେ ଆମେ କରିପାରୁନେ। ଆମେ ଆଜି ମଧ୍ୟ ଆମ ସ୍ୱପ୍ନଠାରୁ ବହୁତ ଦୂରରେ ଅଛୁ। ତ ଆଜି ଆମେ ଜାଣିବା ଏହି ସ୍ୱପ୍ନ କୋଟିଏରେ ଗୋଟିଏ ବ୍ୟକ୍ତିଙ୍କୁ ଆସିଥାଏ। ଏ ସ୍ୱପ୍ନ ଏମିତିକା ସ୍ୱପ୍ନ, ଏ ସ୍ୱପ୍ନ କୋଟିଏରେ ଗୋଟିଏ ଲୋକ ତାଙ୍କରି ମନରେ ହିଁ ଆସିଥାଏ। ତ ସାଙ୍ଗମାନେ ଚାଲନ୍ତୁ ଭଲ ଭାବରେ ଜାଣିନେବା କ'ଣ ରହିଛି ସେହି ସ୍ୱପ୍ନ, ଯାହାକି କୋଟିଏ ଲୋକଙ୍କ ଭିତରୁ ଗୋଟିଏ ଲୋକଙ୍କ ମନରେ ଆସିଥାଏ। ସାଙ୍ଗମାନେ, ମୁଁ ବିଶ୍ୱଜିତ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏକ ନୂଆ ଭିଡ଼ିଓରେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିବ ଲାଇକ୍ଟିଏ ନିଶ୍ଚିନ୍ତ ଭାବରେ କରିଦେବେ। ତ ଚାଲନ୍ତୁ ସାଙ୍ଗମାନେ ଆଜିର ଭିଡ଼ିଓଟି ଆରମ୍ଭ କରିବା। ସ୍ୱପ୍ନର ଦୁନିଆ ବହୁତ ରହସ୍ୟମୟ ଅଟେ। ସ୍ୱପ୍ନ ସମସ୍ତଙ୍କୁ ଆସିଥାଏ ଓ ସବୁ ସ୍ୱପ୍ନର ଅଲଗା ଅଲଗା ମତଲବ ରହିଥାଏ। ସ୍ୱପ୍ନର ଦୁନିଆ ଏତେ ଅଲଗା ହୋଇଥାଏ ଯେଉଁଠିକି ଯିବା ପରେ ନିଜକୁ ଆମେ ଅଲଗା ଅଲଗା ଅନୁଭବ କରିଥାଉ। ସ୍ୱପ୍ନ ବହୁତ ପ୍ରକାରର ଥାଏ। ଗୋଟିଏ ସିଏ ଯାହାକୁ ଦେଖିବା ପରେ ଆମେ ଡରିକି ଉଠି ଯାଇଥାଉ। ଆଉ କିଛି ସ୍ୱପ୍ନ ଅଛି ଯାହାକୁ ଦେଖିବା ପରେ ଆମକୁ ଆନନ୍ଦ ଅନୁଭବ ହୋଇଥାଏ। ସାଙ୍ଗମାନେ, ମୁଁ ଯେମିତି କହିଲି କି ଆମେ ଆମ ଜୀବନରେ ବହୁତ ସ୍ୱପ୍ନ ଦେଖିଥାଉ, କିନ୍ତୁ କେଉଁ ସ୍ୱପ୍ନ ଆମକୁ ଖୁସି ଦେଇଥାଏ ତ କେଉଁ ସ୍ୱପ୍ନ ଆମକୁ ଦୁଃଖ ଦେଇଥାଏ। କିନ୍ତୁ ଏହା ସହିତ କିଛି ଏମିତି ସ୍ୱପ୍ନ ବି ଥାଏ ଯିଏ ରାତାରାତି ବ୍ୟକ୍ତିର ଭାଗ୍ୟକୁ ଚମକାଇ ଦେଇଥାଏ। ଏହି ସ୍ୱପ୍ନ କୌଣସି ଖାସ୍ ବ୍ୟକ୍ତିକୁ ହିଁ ଦେଖା ଦେଇଥାଏ। ଏହା ଭଗବାନଙ୍କର ସେହି ସଂକେତ ଅଟେ ଯିଏ ଦର୍ଶାଇଥାଏ କି ବ୍ୟକ୍ତି ଭବିଷ୍ୟତରେ ଜଲ୍ଦି କୋଟିପତି ହେବାକୁ ଯାଉଛି। ତେବେ ଚାଲନ୍ତୁ ଭଲ ଭାବରେ ଜାଣିନେବା ସେହି ସ୍ୱପ୍ନ ଗୁଡ଼ିକ ସବୁ କ'ଣ କ'ଣ। ସାଙ୍ଗମାନେ, ପ୍ରଥମରେ ହେଉଛି ସ୍ୱପ୍ନ। ଶାସ୍ତ୍ର ଅନୁସାରେ ଯେଉଁ ମଣିଷର ସ୍ୱପ୍ନରେ ଗଙ୍ଗାର ଧାର ଦେଖାଯାଇଥାଏ ତେବେ ସେହି ବ୍ୟକ୍ତି ଭବିଷ୍ୟତରେ ଧନବାନ ଅବଶ୍ୟ ବନିଥାଏ। ଏହି ସଂକେତ କୌଣସି ଖାସ୍ ମଣିଷକୁ ହିଁ ଦେଖାଯାଇଥାଏ। ଏମିତି କୁହାଯାଏ କି ଏହି ସଂକେତ ଈଶ୍ୱରଙ୍କ କୃପାକୁ ଦର୍ଶାଇଥାଏ। କିନ୍ତୁ ମନେ ରଖିବେ, ଏହି ସ୍ୱପ୍ନକୁ କାହା ସହିତ ସେୟାର କରନ୍ତୁ ନାହିଁ। ସାଙ୍ଗମାନେ, ଆମେମାନେ କ'ଣ କରିଥାଉ ନା, ଯଦି ଆମେ କିଛି ସ୍ୱପ୍ନ ଦେଖିଥାଉ ତାହେଲେ ଆମେ ସେ ସ୍ୱପ୍ନକୁ ଆମେ ଆମ ମନ ଭିତରେ ରଖିପାରିନଥାଉ, କାହା ଆଗରେ ଆମେ ଜଣାଇ ଦେଇଥାଉ। କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ, ଆପଣମାନେ ଯାହା ବି ସ୍ୱପ୍ନ ଦେଖୁଛନ୍ତି କାହା ଆଗରେ ଜଣାନ୍ତୁ ନାହିଁ। ଦ୍ୱିତୀୟରେ ହେଉଛି, ଯଦି ଆପଣଙ୍କ ସ୍ୱପ୍ନରେ କୌଣସି ଝରଣା ଉଚ୍ଚ ପାହାଡ଼ରୁ ଝରି ଯାଉଥିବାର ନଜର ଆସିଥାଏ ଓ ଆପଣ ସ୍ୱପ୍ନରେ ସେହି ଝରଣାରୁ ନିଜ ପାଣି ପିଉଥିବାର ଦେଖନ୍ତି, ତେବେ ଏହି ସଂକେତ ଈଶ୍ୱରଙ୍କ ଦ୍ୱାରା ବରଦାନକୁ ଇଶାରା କରିଥାଏ। ସ୍ୱପ୍ନ ଶାସ୍ତ୍ର ଅନୁସାରେ ଏମିତି କୁହାଯାଏ କି ଏହି ସ୍ୱପ୍ନ କୋଟିଏରେ ଗୋଟିଏ ବ୍ୟକ୍ତିକୁ ହିଁ ଆସିଥାଏ, ଯିଏ କହିଦେଇଥାଏ କି ଆପଣଙ୍କ ଉପରେ ଈଶ୍ୱରଙ୍କ ହାତ ଅଛି। ଏମିତିରେ ଏହି ସ୍ୱପ୍ନ ଅମୃତ ସମାନ ଅଟେ, କିନ୍ତୁ ଏହି ସ୍ୱପ୍ନକୁ ବି ସେୟାର କରନ୍ତୁ ନାହିଁ। ତୃତୀୟରେ ହେଉଛି, ସ୍ୱପ୍ନରେ ଈଶ୍ୱରଙ୍କୁ ଦେଖିବା ବହୁତ ବଡ଼ ସ୍ୱପ୍ନ ମନାଯାଇଥାଏ। ଶାସ୍ତ୍ରରେ କୁହାଯାଇଛି କି ଗୋଟିଏ ପବିତ୍ର ଲୋକକୁ ସ୍ୱପ୍ନରେ ହିଁ ଈଶ୍ୱର ଦେଖାଯାଇଥାଏ। ସ୍ୱପ୍ନରେ ଈଶ୍ୱରଙ୍କୁ ଦେଖିବା ସକାରାତ୍ମକ ଉର୍ଜା ଆଡ଼କୁ ଇଶାରା କରିଥାଏ। ଏହି ଉର୍ଜା ଭବିଷ୍ୟତରେ ବ୍ୟକ୍ତିକୁ ଧନବାନ ଅବଶ୍ୟ ବନାଇଥାଏ। କିନ୍ତୁ ମନେ ରଖିବେ, ଏହାକୁ କାହା ସହିତ ସେୟାର କରିବେ ନାହିଁ। ସାଙ୍ଗମାନେ,
ଆପଣମାନେ ଶୁଣିଥିବେ ବହୁତ ଅଧିକାଂଶ ଲୋକଙ୍କ ମନରେ ଭଗବାନଙ୍କର ସ୍ୱପ୍ନ ଆସିଥାଏ। ଯେଉଁମାନେ ଭଗବାନଙ୍କୁ ମନରୁ ଡାକିଥାନ୍ତି, ଯେଉଁମାନେ ଭଗବାନଙ୍କୁ ମନରୁ ଭରସା ବିଶ୍ୱାସ ରଖିଥାନ୍ତି, ସେଇମାନଙ୍କ ମନରେ ହିଁ ଭଗବାନଙ୍କର ସ୍ୱପ୍ନ ଆସିଥାଏ। ଆଉ ଭଗବାନଙ୍କର ସ୍ୱପ୍ନ ଆସିବା ମାନେ ଆପଣମାନେ ଜାଣି ରଖନ୍ତୁ ସେ ମଣିଷଟି କେତେ ପବିତ୍ର, ତା ମନ କେତେ ସଫା। ଆଉ ଗୋଟେ ମଣିଷର ଯଦି ମନ ସଫା ନାହିଁ ତାହେଲେ କେବେ ବି ହେଲେ ତା ମନରେ ଭଗବାନ ଆସିବେ ନାହିଁ, କେବେ ବି ହେଲେ ତା ସ୍ୱପ୍ନରେ ଭଗବାନ ଆସିବେ ନାହିଁ। ଯଦି ଆପଣମାନେ ବି ଚାହୁଁଛନ୍ତି ଆପଣମାନଙ୍କର ସ୍ୱପ୍ନରେ ଭଗବାନ ଆସନ୍ତୁ, ତାହେଲେ ସର୍ବପ୍ରଥମେ ନିଜକୁ ପରିବର୍ତ୍ତନ କରାନ୍ତୁ, ନିଜ ମନକୁ ସଫା ରଖନ୍ତୁ। ଦେଖିବେ ଗୋଟିଏ ସମୟରେ ଆପଣମାନଙ୍କର ସ୍ୱପ୍ନରେ ମଧ୍ୟ ଭଗବାନ ନିଶ୍ଚିନ୍ତ ଭାବରେ ଆସିବେ। ଭଗବାନ ନିଶ୍ଚିନ୍ତ ଭାବରେ ଆପଣମାନଙ୍କର ମନସ୍କାମନା ପୂର୍ଣ୍ଣ କରିବେ। ଚତୁର୍ଥରେ ହେଉଛି ସ୍ୱପ୍ନଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିକୁ ସ୍ୱପ୍ନରେ ସବୁଜିମା ଦେଖାଯାଉଥାଏ, ସେହି ବ୍ୟକ୍ତି ନିଶ୍ଚିନ୍ତ ରୂପରେ ଧନମାନ ହେଇଥାଏ। ଏମିତିରେ କ୍ଷେତରେ ସବୁଜ ଗଛ ଲତା ଫୁଟିଥିବା ଫୁଲ ବ୍ୟକ୍ତିକୁ ସ୍ୱପ୍ନରେ ଦେଖାଦେଲେ ତାକୁ ଧନବାନ ବନିବାର ଇସାରା କରିଥାଏ। ସାଙ୍ଗମାନେ, ଯଦି ଆପଣମାନେ ସ୍ୱପ୍ନରେ ହରାଭରା ଦେଖୁଛନ୍ତି, ଯଦି ଆପଣମାନେ ସ୍ୱପ୍ନରେ କୌଣସି ଗଛଲତାର ସ୍ୱପ୍ନ ଦେଖୁଛନ୍ତି, ତାହେଲେ ଆପଣମାନେ ଜାଣି ରଖନ୍ତୁ ଆପଣଙ୍କର ଜୀବନରେ ପରିବର୍ତ୍ତନ ହେବାକୁ ଯାଉଛି। ଆପଣମାନେ ଧନମାନ ହେବାକୁ ଯାଉଛନ୍ତି, ଆପଣଙ୍କ ପାଖରେ ବହୁତ ସାରା ଟଙ୍କା ଆସିବାକୁ ଯାଉଛି। ଏଥିପାଇଁ କେବେ ବି ହେଲେ ଚିନ୍ତା କରନ୍ତୁ ନାହିଁ। ଆପଣଙ୍କ ମନରେ ସ୍ୱପ୍ନ ଆସିଛି ମାନେ ନିଶ୍ଚିନ୍ତ ଭାବରେ ଆପଣଙ୍କ ପାଖକୁ ଟଙ୍କା ମଧ୍ୟ ଆସିବ ଗୋଟିଏ ସମୟରେ। ଆପଣମାନଙ୍କୁ ବ୍ୟସ୍ତ ହେବାର ନାହିଁ। ପଞ୍ଚମରେ ହେଉଛି ଯଦି ଆପଣଙ୍କ ସ୍ୱପ୍ନରେ ଆପଣଙ୍କ ମାତା ପିତା ଆପଣଙ୍କୁ ଜଳପାନ କରାଉଛନ୍ତି, ତେବେ ସେହି ବ୍ୟକ୍ତି ଧନବାନ ଅବଶ୍ୟ ବନିଥାଏ। ଏହି ସଂକେତ ମା ବାବାଙ୍କ ତରଫରୁ ଆଶୀର୍ବାଦ ମିଳିବାର ସଂକେତ ଅଟେ। ସ୍ୱପ୍ନରେ ମାତା ପିତାଙ୍କୁ ଦେଖିଲେ ବ୍ୟକ୍ତିକୁ ବିଜୟ ପ୍ରାପ୍ତ ହୋଇଥାଏ। ସାଙ୍ଗମାନେ, ଆପଣମାନେ ଯଦି ସ୍ୱପ୍ନରେ ବାପା ମାଆଙ୍କୁ ଦେଖୁଛନ୍ତି, ତାହେଲେ ଆପଣମାନେ ଜାଣି ରଖନ୍ତୁ ଆପଣମାନେ ଯାହା ବି କରିବାକୁ ଚାହୁଁଛନ୍ତି ସେଥିରେ ଆପଣମାନଙ୍କର ବାପା ମାଆଙ୍କର ଆଶୀର୍ବାଦ ନିଶ୍ଚିନ୍ତ ଭାବରେ ରହିବ। ଆଉ ଆପଣମାନେ ଗୋଟେ କଥା ମନେ ରଖିଥାନ୍ତୁ, ଯେଉଁଠି ଆପଣଙ୍କର ବାପା ମାଆଙ୍କର ଆଶୀର୍ବାଦ ଅଛି ସେଠି ଆପଣଙ୍କୁ କେହି ବି ହରେଇ ପାରିବେ ନାହିଁ। ସେଥିପାଇଁ ସବୁବେଳ ପାଇଁ ବାପା ମାଆଙ୍କୁ ଭଲ ପାଇବା ଦିଅନ୍ତୁ, ବାପା ମାଆଙ୍କୁ ସ୍ନେହ ଶ୍ରଦ୍ଧା କରନ୍ତୁ। ଯଦି ବାପା ମାଆ ବୁଢ଼ା ହେଇଯାଉଛନ୍ତି ତାଙ୍କର ଯତ୍ନ ନିଅନ୍ତୁ, କାରଣ ବାପା ମାଆ ହେଉଛନ୍ତି ଆମର ପ୍ରଥମ ଭଗବାନ। ପ୍ରଥମେ ଆମେ ବାପା ମାଆଙ୍କୁ ପୂଜା କରିବା, ତାପରେ ଭଗବାନଙ୍କ ମନ୍ଦିରକୁ ଯିବା। ସାଙ୍ଗମାନେ, ଯଦି ଆପଣଙ୍କୁ ସ୍ୱପ୍ନରେ ଏମାନଙ୍କ ମଧ୍ୟରୁ କୌଣସି ବି ସ୍ୱପ୍ନ ଦେଖାଯାଉଛି, ତେବେ ଆପଣ ଜଣେ ଲକି ବ୍ୟକ୍ତି ଅଟନ୍ତି, କାରଣ ଏସବୁ ସ୍ୱପ୍ନ କୋଟିଏରେ ଗୋଟିଏ ବ୍ୟକ୍ତିକୁ ହିଁ ଆସିଥାଏ। ହଁ ସାଙ୍ଗମାନେ, ଏହି ସ୍ୱପ୍ନ ସବୁ କୋଟିଏରେ ଗୋଟିଏ ଲୋକ ହିଁ ଦେଖିପାରେ। ଆଉ ଆପଣଙ୍କୁ ଯଦି ସେହି କୋଟିଏରୁ ଗୋଟିଏ ଲୋକ ହେବାର ଅଛି, ତାହେଲେ ଭଲ କାର୍ଯ୍ୟ କରିବାର ଅଛି, ଭଲ କର୍ମ କରନ୍ତୁ। ଦେଖିବେ ଗୋଟେ ସମୟରେ ନିଶ୍ଚିନ୍ତ ଭାବରେ ଆପଣଙ୍କର ପରିବର୍ତ୍ତନ ହେବ। ଧନ୍ୟବାଦ ସାଙ୍ଗମାନେ, ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଶା କରିବି ମୋର ଏହି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିନ୍ତ ଭାବରେ ଭଲ ଲାଗିଥିବ। ଯଦି ମୋର ଏହି ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ଟିଏ କରିଦେବେ, ସାଙ୍ଗମାନଙ୍କ ମଧ୍ୟରେ ସେୟାର ନିଶ୍ଚିନ୍ତ ଭାବରେ କରିଦେବେ। କମେଣ୍ଟ ବକ୍ସରେ ଆପଣମାନଙ୍କର ମତାମତ ରଖିବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବେ। ଧନ୍ୟବାଦ ସାଙ୍ଗମାନେ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଶ୍ରୀକୃଷ୍ଣ।